ବର୍ତ୍ତମାନ ଦେଖନ୍ତୁ SBI, PNB, BOB, କାନାରା ବ୍ୟାଙ୍କ ଏହି ବ୍ୟାଙ୍କ ଗୁଡ଼ିକରେ 5ଟି ପ୍ରମୁଖ ବ୍ୟାଙ୍କ ନିୟମ ପରିବର୍ତ୍ତନ ହୋଇଛି। ଏବେ ସବୁ କିଛି ବଦଳି ଯାଇଛି। ଆପଣମାନେ ବ୍ୟାଙ୍କ ଅପଡେଟ୍ ଗୁଡ଼ିକ ବିଷୟରେ ସଚେତନ ନହେଲେ, ସତର୍କ ନହେଲେ ଆପଣଙ୍କ ଖାତାରେ ଟଙ୍କା କଟିଯିବ। ଆପଣମାନେ ଜାଣିପାରିବେନି ଆପଣଙ୍କ ଖାତାରେ କେତେବେଳେ କେଉଁ ଚାର୍ଜେସ୍ ଆପଣଙ୍କ ଖାତାରୁ କଟୁଛି। ଆପଣଙ୍କ ପାଖରେ ଯେକୌଣସି ବ୍ୟାଙ୍କରେ ଖାତା ଥାଉ ନା କାହିଁକି, ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ଯେଉଁ 5ଟି ପ୍ରମୁଖ ନିୟମ ରହିଛି, ସେହି 5ଟି ପ୍ରମୁଖ ନିୟମ ବିଷୟରେ ଆପଣମାନେ ବୁଝିବା, ଜାଣିବା ଆଜିକା ଡେଟ୍ରେ ଆପଣମାନଙ୍କ ପାଇଁ ରହିଛି ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ସମୟ ସମୟରେ ବ୍ୟାଙ୍କ ସିଷ୍ଟମରେ ଯେଉଁ ନିୟମ ଗୁଡ଼ିକ ପରିବର୍ତ୍ତନ ହୋଇଥାଏ, ସେ ନିୟମ ଗୁଡ଼ିକକୁ ବୁଝିବା ଖାତାଧାରକଙ୍କ ପାଇଁ ଟିକେ କଷ୍ଟସାଧ୍ୟ ହୋଇଥାଏ। କାରଣ ଏମିତି କିଛି ୱାର୍ଡ ରହିଥାଏ ଗ୍ରାହକମାନେ ଭଲ ଭାବରେ ବୁଝିପାରନ୍ତିନି। କିନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ପୁରା ସରଳ ଭାଷାରେ ବୁଝେଇଦେବି। ଆପଣମାନେ ବ୍ୟାଙ୍କରେ ଟଙ୍କା ରଖୁଛନ୍ତି, ଟଙ୍କା ଉଠାଉଛନ୍ତି, ଅନ୍ୟ କାହାକୁ ପଠାଉଛନ୍ତି, ଆପଣମାନେ DD ବି କରୁଛନ୍ତି, ତା ସହିତ ଚେକ୍ରେ ମଧ୍ୟ ଟଙ୍କା ଉଠାଉଛନ୍ତି। ଇଏ ସବୁ ନିୟମରେ ଆପଣମାନଙ୍କର ପରିବର୍ତ୍ତନ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପଣମାନଙ୍କର ଦରକାର ସମୟରେ ଟଙ୍କା ଆପଣଙ୍କ ଆକାଉଣ୍ଟରେ ଥିବ, କିନ୍ତୁ ଆପଣମାନେ ଟଙ୍କା ଉଠାଇ ପାରିବେନି। କେମିତି ଲାଗିବ କୁହନ୍ତୁ? ତ ତା ପୂର୍ବରୁ ଆପଣମାନେ ସତର୍କ ସଚେତନ ହେବା ନିହାତି ଜରୁରୀ। କ'ଣ ରହିଛି 5ଟି ପ୍ରମୁଖ ନିୟମ? ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ଭିଡ଼ିଓଟି ବହୁତ ଇନଫର୍ମେଟିଭ୍ ଅଟେ। ଭିଡ଼ିଓଟିକୁ ଆପଣମାନେ ସାଙ୍ଗସାଥି, ବନ୍ଧୁ ବାନ୍ଧବକୁ ସେୟାର କରିବାକୁ ଜମା ବି ଭୁଲିବେନି। ଦେଖନ୍ତୁ, 2026 ମସିହାରେ ଦେଶର ପ୍ରମୁଖ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ଗୁଡ଼ିକ, ଯେମିତିକି ଆପଣମାନଙ୍କର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ କାନାରା ବ୍ୟାଙ୍କ ଗ୍ରାହକମାନଙ୍କ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ଗୁଡ଼ିକ ସଞ୍ଚୟ ଆକାଉଣ୍ଟ, ATM କାରବାର, ଋଣ ନିୟମ, KYC ଅପଡେଟ୍ ଏବଂ ଡିଜିଟାଲ ବ୍ୟାଙ୍କିଂ ସୁରକ୍ଷା ସହିତ ଜଡ଼ିତ। ଯଦି ଆପଣମାନଙ୍କର ଏହି ବ୍ୟାଙ୍କ ଗୁଡ଼ିକରେ ଏକ ଆକାଉଣ୍ଟ ଅଛି, ତେବେ 2026 ପାଇଁ ଏହି 5ଟି ପ୍ରମୁଖ ଅପଡେଟ୍ ନିଶ୍ଚିନ୍ତ ଭାବରେ ଆପଣମାନେ ଜାଣନ୍ତୁ। 1 ନମ୍ବରରେ ସର୍ବନିମ୍ନ ବାଲାନ୍ସ ଏବଂ ପେନାଲ୍ଟି ଚାର୍ଜରେ ପରିବର୍ତ୍ତନ। ଦେଖନ୍ତୁ, 2026 ମାର୍ଚ୍ଚ ମାସରେ ଅନେକ ବ୍ୟାଙ୍କ ସର୍ବନିମ୍ନ ହାରାହାରି ବାଲାନ୍ସ ଆବଶ୍ୟକତାକୁ ସଂଶୋଧନ କରିଛନ୍ତି। ପଏଣ୍ଟ 1, ସହରାଞ୍ଚଳ, ଅର୍ଦ୍ଧ ସହରୀ ଏବଂ ଗ୍ରାମାଞ୍ଚଳ ପାଇଁ ପୃଥକ ସୀମା। ପଏଣ୍ଟ ନମ୍ବର 2, ସର୍ବନିମ୍ନ ବାଲାନ୍ସ ବଜାୟ ନ ରଖିବା ପାଇଁ ଦଣ୍ଡ ଢାଞ୍ଚାରେ ପରିବର୍ତ୍ତନ। ପଏଣ୍ଟ ନମ୍ବର 3, ଦରମା ଆକାଉଣ୍ଟ ଏବଂ କିଛି ସରକାରୀ ଯୋଜନାର ଆକାଉଣ୍ଟରେ ରିହାତି। ଗ୍ରାହକମାନେ ସେମାନଙ୍କ ଆକାଉଣ୍ଟ ବର୍ଗ ଅନୁସାରେ ନୂତନ ସର୍ତ୍ତାବଳୀ ଯାଞ୍ଚ କରିବା ଉଚିତ। ନମ୍ବର 2, ATM ମାଗଣା କାରବାର ସୀମାରେ ସଂଶୋଧନ କରାଯାଇଛି। ଏବେ ATMରୁ ମାଗଣା କାରବାର ସଂଖ୍ୟା ସମ୍ପର୍କରେ ନୂତନ ନିୟମ ଲାଗୁ କରାଯାଇଛି। ଯେମିତିକା ପଏଣ୍ଟ ନମ୍ବର 1ରେ ମେଟ୍ରୋ ସହରଗୁଡ଼ିକରେ ସୀମିତ ମାଗଣା କାରବାର। ପଏଣ୍ଟ ନମ୍ବର 2ରେ ଅନ୍ୟ ବ୍ୟାଙ୍କର ATMରୁ ଟଙ୍କା ଉଠାଇବା ପାଇଁ ଅତିରିକ୍ତ ଦେୟ। ପଏଣ୍ଟ ନମ୍ବର 3, ସୀମା ଅତିକ୍ରମ କଲେ ପ୍ରତି କାରବାରର ଶୁଳ୍କ। ଦେଖନ୍ତୁ, ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ନମ୍ବର 3, KYC ଅପଡେଟ୍ ବାଧ୍ୟତାମୂଳକ ଏବଂ କଠୋର ନିୟମ। ଦେଖନ୍ତୁ, ଯଦି ଆପଣମାନଙ୍କର KYC ଅପଡେଟ୍ ହୋଇନାହିଁ, ତାହେଲେ ଏହି ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଯେମିତିକା ପଏଣ୍ଟ ନମ୍ବର 1, ଆକାଉଣ୍ଟ ଉପରେ କାରବାର ପ୍ରତିବନ୍ଧକ ଲାଗୁ ହୋଇପାରେ। ପଏଣ୍ଟ ନମ୍ବର 2, ଡେବିଟ୍ କାର୍ଡ ଏବଂ ନେଟ୍ ବ୍ୟାଙ୍କିଂ ଅସ୍ଥାୟୀ ଭାବରେ ବନ୍ଦ ହୋଇପାରେ। ପଏଣ୍ଟ ନମ୍ବର 3, ବଡ଼ ପରିମାଣର କାରବାର ନିଷେଧ ହୋଇପାରେ। ଏବେ ସବୁଠୁ ବଡ଼ କଥା, KYC ଏବଂ ଭିଡିଓ KYC ସୁବିଧା ସହିତ ଘରୁ KYC ଅପଡେଟ୍ କରିବା ଏବେ ସହଜ ହୋଇଯାଇଛି। ନମ୍ବର 4, ଋଣ ସୁଧ ହାର ଏବଂ EMI ନିୟମରେ ପରିବର୍ତ୍ତନ କରାଯାଇଛି। ଦେଖନ୍ତୁ, ଗୃହ ଋଣ, ବ୍ୟକ୍ତିଗତ ଋଣ ଏବଂ କାର୍ ଋଣ ଗ୍ରାହକଙ୍କ ପାଇଁ
2024 ମାର୍ଚ୍ଚରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ଯେମିତିକା ପଏଣ୍ଟ ନମ୍ବର 1, ରେପୋ ରେଟ୍ ସହିତ ସଂଯୁକ୍ତ ଫ୍ଲୋଟିଂ ସୁଧହାର ବ୍ୟବସ୍ଥା। ପଏଣ୍ଟ ନମ୍ବର 2, ପ୍ରକ୍ରିୟାକରଣ ଫି ଏବଂ ଲୋକାୟତ ଦେୟର ସ୍ୱଚ୍ଛତା। ପଏଣ୍ଟ ନମ୍ବର 3, ପୂର୍ବ ପ୍ରଦାନ ଏବଂ ବ୍ୟାଜ୍ୟାପ୍ତି ନିୟମରେ ରିହାତି, କହିବାକୁ ଗଲେ ନିର୍ଦ୍ଦିଷ୍ଟ ବର୍ଗରେ। ପଏଣ୍ଟ ନମ୍ବର 4, ଇଏମ୍ଆଇ ବାଉନ୍ସ ପେନାଲ୍ଟି। ଦେଖନ୍ତୁ, ଋଣ ନେବା ପୂର୍ବରୁ ସୁଧହାର, ଇଏମ୍ଆଇ ଏବଂ ମୋଟ ପରିଶୋଧ ପରିମାଣ ନିଶ୍ଚିତ ଭାବରେ ଆପଣମାନେ ବୁଝନ୍ତୁ। ନମ୍ବର 5, ଡିଜିଟାଲ ବ୍ୟାଙ୍କିଂ ସୁରକ୍ଷାକୁ ସୁଦୃଢ଼ କରାଯାଇଛି। ଦେଖନ୍ତୁ, ସାଇବର ଠକେଇ ଏବଂ ଅନଲାଇନ୍ ଠକେଇକୁ ରୋକିବା ପାଇଁ ଏହିସବୁ ନିୟମ ଗୁଡ଼ିକରେ ପରିବର୍ତ୍ତନ କରାଯାଇଛି। ଯେମିତିକା ପଏଣ୍ଟ ନମ୍ବର 1ରେ ଉଚ୍ଚ ମୂଲ୍ୟ କାରବାରରେ ଅତିରିକ୍ତ OTP ଯାଞ୍ଚକରଣ। ପଏଣ୍ଟ ନମ୍ବର 3, ନେଟ୍ ବ୍ୟାଙ୍କିଂ ଲଗ୍ଇନ୍ ଏବଂ ମଲ୍ଟି ଫ୍ୟାକ୍ଟର ପ୍ରମାଣୀକରଣ। ପଏଣ୍ଟ ନମ୍ବର 3, ସନ୍ଦେହଜନକ କାରବାର ଉପରେ ତୁରନ୍ତ SMS ଆଲର୍ଟ। ଦେଖନ୍ତୁ, ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ କାହା ସହିତ OTP, ପିନ୍ କିମ୍ବା CVV ସେୟାର କରନ୍ତୁ ନାହିଁ। ଯଦି ଆପଣମାନେ ସେୟାର କରିବେ, ଆପଣଙ୍କ ଆକାଉଣ୍ଟରେ ଟଙ୍କା ହୋଇଯିବ ଖାଲି। ଆପଣମାନେ କାନ୍ଦିଲେ ବି କେହି ବି ଶୁଣିବେନି। ତ ସେଥିପାଇଁ ଆପଣମାନେ ଏସବୁ ଜିନିଷ ଗୁଡ଼ିକ ସେୟାର କରିବା ପୂର୍ବରୁ ଆପଣମାନେ 10 ଥର ଭାବନ୍ତୁ। ଏହି ନୂଆ ନିୟମର ପ୍ରଭାବ କ'ଣ ହେବ? ଦେଖନ୍ତୁ, 1 ନମ୍ବରରେ ବ୍ୟାଙ୍କିଂ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ହେବ। 2 ନମ୍ବରରେ ଡିଜିଟାଲ କାରବାରର ପଦୋନ୍ନତି ହେବ। 3 ନମ୍ବରରେ ଠକେଇ ମାମଲାରେ ହ୍ରାସ ହେବ। 4 ନମ୍ବରରେ ଋଣ ଏବଂ ଦେୟ ଉପରେ ସ୍ପଷ୍ଟତା ରହିବ। ଗ୍ରାହକମାନଙ୍କୁ ଏସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ବ୍ୟାଙ୍କ ସିଷ୍ଟମ ତରଫରୁ ସେମାନଙ୍କୁ ପରାମର୍ଶ ମଧ୍ୟ ଦିଆଯାଉଛି। ଯଦି ଆପଣମାନେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁସାରେ କାର୍ଯ୍ୟଗୁଡ଼ିକ ଠିକ୍ ସମୟରେ କରିବେନି, ତାହେଲେ ଆପଣମାନେ ଅନେକ ସାରା ଅସୁବିଧାରେ ସମ୍ମୁଖୀନ ହେବେ ଯେତେବେଳେ ଆପଣମାନେ ଟ୍ରାଞ୍ଜାକ୍ସନ୍ କରିବେ। ପ୍ରଥମେ ତ ଅପଡେଟ୍ ପାଇଁ ଆପଣଙ୍କ ବ୍ୟାଙ୍କ ଅଫିସିଆଲି ୱେବସାଇଟ୍ ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ। ଦ୍ୱିତୀୟରେ, ଠିକ୍ ସମୟରେ KYC ସମ୍ପୂର୍ଣ୍ଣ କରନ୍ତୁ। ତୃତୀୟରେ, ସର୍ବନିମ୍ନ ବାଲାନ୍ସ ନିୟମ ଅନୁସରଣ କରନ୍ତୁ। ଚତୁର୍ଥରେ, ଋଣ ନେବା ପୂର୍ବରୁ ସମସ୍ତ ନିୟମ ଏବଂ ସର୍ତ୍ତାବଳୀ ପଢ଼ନ୍ତୁ। ପଞ୍ଚମରେ, ନକଲି କଲ୍ ଏବଂ ଲୋନ୍ ଆପ୍ସ ପ୍ରତି ଆପଣମାନେ ସତର୍କ ରୁହନ୍ତୁ। ଯେମିତିକା ଅନେକ ସାରା ଥାର୍ଡ ପାର୍ଟି ଆପ୍ ରହିଛି। ସେହି ଥାର୍ଡ ପାର୍ଟି ଆପ୍ରୁ ଆପଣମାନେ ଲୋନ୍ ନେବା ପାଇଁ ଆପଣମାନଙ୍କୁ ପ୍ରୋତ୍ସାହିତ କରାଯାଉଛି ୟୁଟ୍ୟୁବ ପ୍ରଚାର ମାଧ୍ୟମରେ। ଆପଣମାନେ ଦେଖିବାକୁ ପାଉଥିବେ, ଯେମିତିକା ବାଜାଜ ଫିନସର୍ଭ ରହିଛି। ଭୁଲରେ ବି ଏଥିରୁ ଆପଣମାନେ ଲୋନ୍ ନେବେ ନାହିଁ, ନହେଲେ ଆପଣମାନେ ଅନେକ ସାରା ଅସୁବିଧାରେ ସମ୍ମୁଖୀନ ହେବେ। ଦେଖନ୍ତୁ, 2026 ମାର୍ଚ୍ଚ ମାସରେ SBI, PNB, BOB ଏବଂ କାନାରା ବ୍ୟାଙ୍କ ଗ୍ରାହକଙ୍କ ସୁରକ୍ଷା ଏବଂ ଅସୁବିଧାକୁ ପ୍ରାଥମିକତା ଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ କରିଛନ୍ତି। ଯଦି ଆପଣମାନଙ୍କର ଏହି ବ୍ୟାଙ୍କ ଗୁଡ଼ିକରେ ଏକ ଆକାଉଣ୍ଟ ଅଛି, ତେବେ ଭବିଷ୍ୟତରେ ବ୍ୟାଙ୍କିଂ ଅସୁବିଧାକୁ ଏଡ଼ାଇବା ପାଇଁ ଏହି ନୂଆ ବ୍ୟାଙ୍କିଂ ଅପଡେଟ୍ 2026 ମାର୍ଚ୍ଚ ମାସରେ ଯେଉଁ ନିୟମ ଗୁଡ଼ିକକୁ ଲାଗୁ କରାଯାଇଛି, ସେହି ନିୟମ ଗୁଡ଼ିକକୁ ବୁଝିବା ଏବଂ ପାଳନ କରିବା ଆପଣମାନଙ୍କ ପାଇଁ ରହିଛି ଗୁରୁତ୍ୱପୂର୍ଣ୍ଣ। କାରଣ ଆପଣ ଏହି ନିୟମ ଗୁଡ଼ିକ ବିଷୟରେ ବୁଝି ଯଦି ଆପଣ ସେହି ଅନୁସାରେ କାର୍ଯ୍ୟ କରିବେ, ତାହେଲେ ଆପଣମାନଙ୍କର ଯେଉଁ ବ୍ୟାଙ୍କ ଆକାଉଣ୍ଟ ରହିଛି, ସେହି ବ୍ୟାଙ୍କ ଆକାଉଣ୍ଟରେ ଆପଣମାନେ ଟଙ୍କା ଉଠେଇବା, ଟଙ୍କା ରଖିବା, ଟଙ୍କା ଅନ୍ୟ କାହାକୁ ପଠେଇବା, ଚେକ୍ ମାଧ୍ୟମରେ ଟଙ୍କା ଉଠେଇବା, ଚେକ୍କୁ ନେଇ କୌଣସି ଇସ୍ୟୁ ହେବା ଏବଂ ଡିମାଣ୍ଡ ଡ୍ରାଫ୍ଟ କରିବା, ଇଏ ସବୁରେ ଆପଣମାନଙ୍କର କୌଣସି ଅସୁବିଧା ହେବ ନାହିଁ। ଆପଣମାନେ ଭଲ ଭାବରେ ଏହି ନିୟମ ଗୁଡ଼ିକକୁ ବୁଝନ୍ତୁ, ଜାଣନ୍ତୁ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି, ତାହେଲେ ସାଙ୍ଗସାଥି, ବନ୍ଧୁ ବାନ୍ଧବକୁ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ, କାରଣ ଏ ଭିଡ଼ିଓଟି ବହୁତ ଇନଫର୍ମେଟିଭ୍ ଅଟେ।